ନେଉଟିଆ ବୁଣି ପାଣି ଛିଞ୍ଚି ଦେଲେ। ନେଉଟିଆ ବୁଣି ଦେଇ ପାଣି ଛିଞ୍ଚି ଦାନ୍ତ ଘଷିଲେ। ଦାନ୍ତ ଘଷି ସାରି ଦାନ୍ତ ଘଷିକରି ଗଲା ବେଳକୁ ଶାଗ ହେଇଗଲାଣି। ମା ସେଠୁ କାଟିକିରି ତାକୁ ସେଠୁ ଭାଜିଲେ, ସେଠୁ ଖାଇଲେ ପିଇଲେ। ମାନେ ସିଏ ଯେତେବେଳେ ବାଘରେ ଆସୁଛି, ୟାର ତ ବାହନ କିଛି ନାହିଁ ନା ଘର ବାଘରେ ଯଶୋବନ୍ତ ମହାପୁରୁଷ ଲୋକଙ୍କ ସାଙ୍ଗରେ ଧାନ ଚୋରି କରିବା ଲୋକ ଡାକିଲେ, ତାଙ୍କ ସାଙ୍ଗରେ ଗଲେ ଧାନ ଚୋରି କରିବାକୁ। ଧାନ ଚୋରି ଯିଏ ଚୋର କ'ଣ କରନ୍ତି, ଭୁସ୍ 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 କାଟି ଯାଆନ୍ତି। କିନ୍ତୁ ଯଶୋବନ୍ତ ମହାପୁରୁଷ ଯୋଉ ଗଛଟା ସେଥିରେ ହରିନାମ ଶୁଭୁଛି ହେଲା, ସିଏ ବି କାଟି ପାରୁନାହାନ୍ତି, ହରିନାମ ଶୁଣୁଛି। ସେଠୁ ସିଏ ଯେତେବେଳେ ଦେଖିଲେ କିଏ କରି ଚୋର ଆଇଲେ, ମାନେ ରାଜାଙ୍କ ଅମଳ ସହିତ ଥିଲେ ବହୁତ ନା, ରି ଚୋର ପଶିଲେ ଦୌଡ଼ା ଦୌଡ଼ି ଆସି ଗଲାବେଳକୁ ସମସ୍ତେ ପଳେଇଲେ, ପ୍ରଭୁ ହାବୁଡ଼େ ପଡ଼ିଗଲେ। ରାଜା ତ ଅବୁଝା, ବହେ ଆଣିକିରି ତାଙ୍କ ଭିତରେ ପୁରେଇଦେଲା। ଯଶୋବନ୍ତ ଦାସ ଏକାଧାରରେ ଥିଲେ ଜଣେ ମହାନ ସନ୍ଥ, କବି, ପଣ୍ଡିତ, ସମାଜ ସଂସ୍କାରକ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବଡ଼ ଭକ୍ତ। ସେ ଭକ୍ତିଯୋଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ। ଜଣେ ସିଦ୍ଧ ଯୋଗୀ ଓ ସାରସ୍ୱତ ଷଷ୍ଠା ଭାବରେ ସେ ତାଙ୍କ ଯଶୋବନ୍ତ ନାମକୁ ସାର୍ଥକ କରିଛନ୍ତି। ତାଙ୍କ ପିଲାଦିନ ବିଷୟରେ କିଛି ଜାଣିବା। ଯଶୋବନ୍ତ ଦାସଙ୍କ ଜନ୍ମକାଳ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ। ଅଚ୍ୟୁତାନନ୍ଦ ଦାସଙ୍କ ଉଦୟ କାହାଣୀ ଅନୁସାରେ ଯଶୋବନ୍ତ ଦାସ ଓ ଜଗନ୍ନାଥ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ। ତେଣୁ ସେହି ଆଧାରରେ ଯଶୋବନ୍ତ ଦାସ 1487 ମସିହାରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ। ଜଗତସିଂହପୁର ଜିଲ୍ଲାର ଅଡ଼ଙ୍ଗଗଡ଼ ହେଉଛି ତାଙ୍କର ଜନ୍ମସ୍ଥାନ। ପିତାଙ୍କ ନାମ ବଳଭଦ୍ର ମଲ୍ଲ ଓ ମାତା ରେଖା ଦେବୀ। ବଳଭଦ୍ର ଓ ରେଖା ଉଭୟ ଥିଲେ ଧର୍ମପରାୟଣ। ତେଣୁ ଯଶୋବନ୍ତଙ୍କ ଉପରେ ପିତାମାତାଙ୍କର ଧର୍ମୀୟ ପ୍ରଭାବ ପଡ଼ିଥିଲା। ମାତ୍ର 12 ବର୍ଷ ବୟସରେ ତାଙ୍କର ସଂସାର ପ୍ରତି ବୈରାଗ୍ୟ ଜାତ ହେଲା। ସେ ଘରୁ ପଳାଇ ଯାଇ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ। 1509 ମସିହାରେ ଶ୍ରୀ ଚୈତନ୍ୟ ପୁରୀ ଆସିଥାନ୍ତି। ସେହି ସମୟରେ ଯଶୋବନ୍ତ ଦାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପୁରୀ ଯାଇଥିଲେ। ତାଙ୍କର ଶ୍ରୀ ଚୈତନ୍ୟଙ୍କ ସହିତ ସାକ୍ଷାତ ହେଲା। ଶ୍ରୀ ଚୈତନ୍ୟଙ୍କ ପାଖରୁ ସେ ବୈଷ୍ଣବ ଧର୍ମ ଗ୍ରହଣ କରି ଗାଁକୁ ଫେରିଲେ। ସଂସାର ପ୍ରତି ବୈରାଗ୍ୟ ଥିଲେ ମଧ୍ୟ ସେ ପିତାମାତାଙ୍କ କଥାରେ ବାଧ୍ୟ ହୋଇ ବିବାହ କଲେ। ସେତେବେଳେ ଅଡ଼ଙ୍ଗଗଡ଼ ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପତି ରାୟ। ରଘୁରାମଙ୍କର ଭଉଣୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କର ବିବାହ ହେଲା। ବିବାହ ପରେ ସାଂସାରିକ ଜୀବନ ପ୍ରତି ସେ ମଧ୍ୟ ବିମୁଖ ଥିଲେ। ଏଥର ଆସନ୍ତୁ ଜାଣିବା ଯଶୋବନ୍ତ ଦାସଙ୍କର ସନ୍ନ୍ୟାସୀ ଜୀବନ ଓ ସାରସ୍ୱତ ସାଧନା। ଯଶୋବନ୍ତ ଦାସଙ୍କର ଆନମନା ଭାବ ଦେଖି ଶାଳକ ରଘୁରାମ ତାଙ୍କ ପାଇଁ ଏକ ସୁନ୍ଦର ମଠ ସ୍ଥାପନ କରି ବହୁ ସମ୍ପତ୍ତି ଖଞ୍ଜିଦେଲେ। ଯଶୋବନ୍ତ ଗୃହୀ ସନ୍ନ୍ୟାସୀ ହୋଇଥିଲେ ମଧ୍ୟ ଜଣେ ମହାନ ଯୋଗୀ ଓ ସାଧକ ରୂପେ ସିଦ୍ଧି ଲାଭ କରିଥିଲେ। ପ୍ରାଣାୟାମ ମାଧ୍ୟମରେ ସେ ମନ ଓ ପ୍ରାଣକୁ ନିୟନ୍ତ୍ରଣ କରିପାରୁଥିଲେ। ଏଥିସହିତ ଇନ୍ଦ୍ରିୟ ଲାଳସା ଦମନ କରିବାର ଯେଉଁ କୌଶଳ ତାଙ୍କୁ ଜଣାଥିଲା, ଏହାର ଉପଯୋଗ ପାଇଁ ସେ ଶିଷ୍ୟମାନଙ୍କୁ ପ୍ରେରଣା ଦେଉଥାନ୍ତି। ଉତ୍କଳ ନରେଶ ଗଜପତି ପ୍ରତାପରୁଦ୍ର ଦେବ ତାଙ୍କର ଯୋଗ ସାଧନାରେ ବିସ୍ମିତ ଓ ମୁଗ୍ଧ ହୋଇ ତାଙ୍କୁ ପୁରୀ 18 ନଳା ନିକଟରେ ସାଦର ଅଭ୍ୟର୍ଥନା ଜଣାଇଲେ। ଯଶୋବନ୍ତ ସବୁବେଳେ ଶ୍ରୀ ଜଗନ୍ନାଥଙ୍କୁ ଧ୍ୟାନ ଓ ଉପାସନା କରୁଥିଲେ। ଯଶୋବନ୍ତ ଦାସ ତାଙ୍କ ରଚିତ ପ୍ରେମ ଭକ୍ତି ବ୍ରହ୍ମଗୀତାରେ ଶ୍ରୀଜୀଉମାନଙ୍କୁ ଓଙ୍କାର ରୂପୀ ହିଂ ଶ୍ଲିଂ ଓ କ୍ଲିଂ ବୋଲି ଦର୍ଶାଇଛନ୍ତି। ଶ୍ରୀ ବଳଭଦ୍ରଙ୍କୁ ହ୍ଲିଂ ବା ରୁଦ୍ର, ଶ୍ରୀ ଜଗନ୍ନାଥଙ୍କୁ କ୍ଲିଂ ବା ବିଷ୍ଣୁ, ଶ୍ରୀ ସୁଭଦ୍ରାଙ୍କୁ ବା ମାତା ସୁଭଦ୍ରାଙ୍କୁ ଶ୍ରୀଂ ବା ରାଧାଙ୍କ ଗୁପ୍ତ ସ୍ୱରୂପ ଭାବରେ ବର୍ଣ୍ଣନା କରିଛନ୍ତି। ଏଥିସହିତ ସେ ଦାରୁ ରୂପୀ ଶ୍ରୀ ସୁଦର୍ଶନଙ୍କୁ ମହାଶୂନ୍ୟ ବ୍ରହ୍ମଜ୍ୟୋତି ବୋଲି କହିଛନ୍ତି। ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହରେ କୃଷ୍ଣ ମହାମନ୍ତ୍ର ରୂପାନ୍ତର ବୋଲି ପ୍ରତିପାଦିତ କରିଛନ୍ତି। ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ଉପରେ ତାଙ୍କର ଅଗାଧ ଜ୍ଞାନ ଥିଲା। ଶୈବତାନ୍ତ୍ରିକ ସଂସ୍କୃତ କାବ୍ୟ ସ୍ୱରୋଦୟଲେଶର ଅନୁବାଦ ଏହାର ପ୍ରମାଣ ବହନ କରେ। ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ଏହା ରଚିତ। ମୂଳ ଗ୍ରନ୍ଥ ପରି ଏହା 21ଟି ଅଧ୍ୟାୟ ବିଶିଷ୍ଟ ଓ ସମଗ୍ର ଗ୍ରନ୍ଥର ପଦ ସଂଖ୍ୟା 475।
ଯଶୋବନ୍ତ ଦାସଙ୍କ ରଚିତ ଟୀକା ଗୋବିନ୍ଦ ଚନ୍ଦ୍ର ଏକ ବହୁ ଜନାଦୃତ ପୁସ୍ତକ। ଏଥିରେ ବର୍ଣ୍ଣିତ କଥାବସ୍ତୁ ହେଲା, ରାଜପୁତ୍ର ଗୋବିନ୍ଦ ଅଳ୍ପ ବୟସରେ ମୃତ୍ୟୁବରଣ କରିବେ ବୋଲି ଜାଣି ମା ତାଙ୍କୁ ଯୋଗୀ କରିଦେଇଛନ୍ତି। ଯୋଗୀ ହେଲେ ଗୃହତ୍ୟାଗ କରିବାକୁ ପଡ଼ିବ। ଗୃହୀ ହୋଇ ରହିଲେ ଯମଙ୍କ ଭୟ। ଯଶୋବନ୍ତ ଦାସ ଏମିତି ଏକ ସମ୍ବେଦନଶୀଳ ପରିସ୍ଥିତିର ରୂପାୟନ କଲେ ଗୀତ ଆକାରରେ। ସମୟକ୍ରମେ ଯୋଗୀମାନେ ଏହାକୁ ଓଡ଼ିଶାର ପୁରପଲ୍ଲୀରେ ବୁଲି ବୁଲି ଗାଇବାକୁ ଲାଗିଲେ। ଭଜୁକିନା ରାମ ନାମରେ କୁମର, ଭଜୁକିନା ରାମ ନାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ, ବାନ୍ଧି ନେବ କାଳ ଅଜମ। ଫଳରେ ଏହା ଯୋଗୀ ଗୀତ ଭାବରେ ପ୍ରସିଦ୍ଧି ଲାଭ କଲା। ଏହି ବହିଟି କେବଳ ଉତ୍କଳ ଭୂମିରେ ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ବିଶେଷ ଆଦର ଲାଭ କରିଛି। ଜନୈକ ବଙ୍ଗଳା ପଣ୍ଡିତ ଏହାର ଭାଷାନ୍ତର କରିଛନ୍ତି। ଯଶୋବନ୍ତଙ୍କର ଅନ୍ୟ ଏକ କୃତି ହେଉଛି ପ୍ରେମ ଭକ୍ତି ବ୍ରହ୍ମଗୀତା। ଏଥିରେ ସେ ଶ୍ରୀକୃଷ୍ଣ, ଶ୍ରୀରାଧା ଓ ଅର୍ଜୁନଙ୍କୁ ଯୋଗମାର୍ଥ ବିଷୟରେ ବୁଝାଇଛନ୍ତି। ଏହା ଭାଗବତ ପରି ନବାକ୍ଷରୀ ଛନ୍ଦରେ ଲିଖିତ। ଏଥିରେ ସେ ପିଣ୍ଡ ଓ ବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟ ବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି। ସେ ବ୍ରହ୍ମଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଭବିଷ୍ୟତରେ କିଭଳି ଅଘଟଣ ସବୁ ଘଟିବ ତାହା ସେ ଭବିଷ୍ୟମାଳିକା ଗ୍ରନ୍ଥରେ ଲେଖିଛନ୍ତି। ଯନ୍ତ୍ରବୋଲିରେ ସେ ବର୍ଣ୍ଣନା କରିଛନ୍ତି ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ। ସେ ଥିଲେ ଶୂନ୍ୟ ବ୍ରହ୍ମଙ୍କ ଉପାସକ, କିନ୍ତୁ ଶ୍ରୀ ଜଗନ୍ନାଥଙ୍କୁ ନିଜର ଇଷ୍ଟ ଦେବତା ବୋଲି ମାନୁଥିଲେ। ତାଙ୍କର ସମସ୍ତ ଲେଖାରେ ଶ୍ରୀ ଜଗନ୍ନାଥଙ୍କୁ ସେ ମୂଳଧାର ଭାବରେ ଗ୍ରହଣ କରିଛନ୍ତି। ଯଶୋବନ୍ତ ଦାସଙ୍କ ଅନ୍ୟାନ୍ୟ କୃତି ମଧ୍ୟରେ ରହିଛି ଅଢ଼ଙ୍ଗଗଡ଼ ମାଳିକା, ଆତ୍ମପରବେ ଗୀତା, 84 ଆଜ୍ଞା, ପ୍ରେମଭକ୍ତି ବ୍ରହ୍ମଗୀତା, ମନ୍ତ୍ରବୋଲି, ଯନ୍ତ୍ରବୋଲି, ଦିବ୍ୟଦେହୀ, ଲୋହିଗୀତା, ଭବିଷ୍ୟମାଳିକା, ହେତୁ ଉଦୟ, ଭାଗବତ, ଆହୁରି ଅନେକ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ପ୍ରାୟ 750 ଜଣ ଶିଷ୍ୟ ଥିଲେ ବୋଲି କୁହାଯାଏ। ସେ ଥିଲେ ଜଣେ ସିଦ୍ଧ ବୈଷ୍ଣବ ଗୁରୁ। ତାଙ୍କର ଶିଷ୍ୟମାନେ ତାଙ୍କ ମତବାଦକୁ ପ୍ରଚାର କଲେ। ତାଙ୍କର ଦେହାବସାନ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ। ସେ ମାଘ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଇହଦ୍ୟାମ ତ୍ୟାଗ କରିଥିଲେ ବୋଲି ଲୋକମୁଖରୁ ଶୁଣାଯାଏ। ଆସନ୍ତୁ ବୁଲିଯିବା ସେଇ ଯଶୋବନ୍ତ ଦାସଙ୍କ ପୀଠ ଅଢ଼ଙ୍ଗଗଡ଼। ଅନ୍ୟତମ ପଞ୍ଚସଖା ମହାପୁରୁଷ ଯଶୋବନ୍ତ ଦାସଙ୍କ ପୀଠରେ ମୁଁ ଉପସ୍ଥିତ ରହିଛି। ଏ ଜାଗାଟି ହେଉଛି ଜାତୀୟ ରାଜପଥ 55ରେ ଆପଣ ଅଣଖିଆ ଠାରୁ ବାଁ ପଟରେ 2 କିଲୋମିଟର ଗଲେ ପଡ଼େ ନାଇଲୋ ଅଢ଼ଙ୍ଗଗଡ଼। ଏ ଅଢ଼ଙ୍ଗଗଡ଼ର ଆଉ ଏକ ପରିଚୟ ହେଉଛି ଏଇ ଅଢ଼ଙ୍ଗଗଡ଼ ନୀଳକଣ୍ଠେଶ୍ୱର ମନ୍ଦିରରୁ ମା ସୁଭଦ୍ରାଙ୍କ ଦାରୁ ଚୟନ ହୋଇଥିଲା। ସେଇ ପୀଠରେ ମୁଁ ଆଜି ଉପସ୍ଥିତ ରହିଛି। ଆପଣଙ୍କ ପରିଚୟ ଟିକେ ଦେବେ? ଆଜ୍ଞା, ଘନଶ୍ୟାମ ଭୋଇ। ଆପଣ ଏଇ ଅଢ଼ଙ୍ଗଗଡ଼ର ବାସିନ୍ଦା? ଆଜ୍ଞା। ଆଚ୍ଛା, ଏଇ ପୀଠର ମହାତ୍ମ୍ୟ ବିଷୟରେ କ'ଣ କହିବେ ଆପଣ? ଆଜ୍ଞା, ଲୋକମାନେ କୁହନ୍ତି ଯେ ଯଶୋବନ୍ତ ମହାପୁରୁଷ ଜୀବିତା। କାହିଁକି ନା ଏଠି ଯେତେବେଳେ ସେ ସମାଧି ନେଲେ ସେତେବେଳେ ସେ ପୁରୀରେ ଚାଲୁଛନ୍ତି। ଲୋକ ସେଠି ପୁରୀରେ ଦେଖିଲେ, ଆଜ୍ଞା ଦେଖିଲାକୁ ଏଠି ସମାଜ ପୀଠ। ଏ ସମାଜ ପୀଠକୁ ସବୁ ଲୋକ ଆସିପାରନ୍ତି ନାହିଁ। ସେ ଯାହାକୁ ଡକାନ୍ତି ସେ ବି ମଧ୍ୟ ଆସନ୍ତି। ଭଦ୍ରକ ବହୁତ ଆଡ଼ୁ ଲୋକ ଆସୁଛନ୍ତି, କଳାହାଣ୍ଡିରୁ ବହୁତ ଆଡ଼ୁ ଲୋକ ଆସୁଛନ୍ତି ଗାଡ଼ି ନେଇକରି ଆଜ୍ଞା। କିନ୍ତୁ ଏ ଜାଗାକୁ ଯିଏ ଆସିବେ ତାଙ୍କୁ ସେ ନ ଡକେଇଲେ କେହି ଆସନ୍ତି ନାହିଁ ଆଜ୍ଞା। ଏ ଆପଣ ଦେଖିଲେ କଟକରୁ ଆସି ପହଞ୍ଚିଲେଣି, ମହିମା କହିବ କ'ଣ? ଅଢ଼ଙ୍ଗଗଡ଼ ରାଜଗଡ଼ ତାଙ୍କର ଶ୍ୱଶୁର ଘର। ଉଢ଼ଣି ଷଷ୍ଠୀରେ ଦେଖିବ ଲକ୍ଷେ ଲକ୍ଷେ ଭକ୍ତ, ଲକ୍ଷେ ଲକ୍ଷେ ଭକ୍ତ। ଉଢ଼ଣି ଷଷ୍ଠୀଟା ମାର୍ଗଶିର ମାସ ଯେତେବେଳେ ଏ ଯେଉଁ ଆମର ହାଣ୍ଡିଗଡ଼ା ଯେ କୁମାରମାନେ ଯେତେବେଳେ ତାଙ୍କର ଗୋଟେ ପୂଜା ହୁଏନି କି କୁରାଳ ପଞ୍ଚମୀ, ହଁ ସେଇଦିନ ଆଜ୍ଞା ଆସନ୍ତୁ, ଆପଣ ଦେଖନ୍ତୁ, ତାପରେ ଅନୁତାପ କରନ୍ତୁ। କାହାକୁ କାହିଁ ଖୋଜିବେ, ନିଜେ ଆସି ଆଜ୍ଞା ଏଠି ବସିବେ, ସବୁ କିଛି ଜାଣିବେ, ସବୁ କିଛି ଏଠି ଜାଣିବେ। କୁରାଳ ପଞ୍ଚମୀ ପରଦିନ ଓଢ଼ଣି ଷଷ୍ଠୀ। ଓଢ଼ଣି ଷଷ୍ଠୀ ତାଙ୍କର ଯେଉଁ ଦିନ ପୂଜା ସେଇଦିନ। ସେଇ ଓଢ଼ଣି ଷଷ୍ଠୀ ହେଉଛି ଏଠିକାର ମୁଖ୍ୟ ପର୍ବ। ଅନେକ ଲୋକଙ୍କର ସମାଗମ ହୁଏ, ଅନେକ ଲୋକ ଏଠୁ ଦେଶ ବିଦେଶରୁ ଆସନ୍ତି। ବହୁତ ଆଜ୍ଞା,
ପ୍ରଭୁ ମହାପୁରୁଷ ଯଶୋବନ୍ତଙ୍କର ସାନ୍ନିଧ୍ୟ ଲାଭ କରନ୍ତି। ଯାଉଛି ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କଲା ମୁଁ ପ୍ରକୃତରେ ଆପଣ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି, ସେଇଥିପାଇଁ ଆପଣ କଲି ପୁରା ଆଜ୍ଞା। ଯୋଉ ଗୋଟିଏ ମତେ ଦାନା ମୁଁ ଖୋଜୁଥିଲି, ମୋର ତ ଜମି ବାଡ଼ି ନାହିଁ ନା, ଆମେ ଆଉ ଆପାଠ ସାଠ ସିନା ପଢିଥିଲେ ମୂର୍ଖ ମୁଣ୍ଡରେ। ଯାହା ହେଲେ ବି ଆପଣ ମହାପୁରୁଷ ଯଶୋବନ୍ତଙ୍କ ଅପାର କରୁଣାରୁ ଭଲରେ ଅଛନ୍ତି। ମତେ କ୍ଷମା କର। ଆପଣ କୃତଜ୍ଞତା କୃତାଞ୍ଜଳି ଅର୍ପଣ କରୁଛନ୍ତି ମହାପୁରୁଷ ପ୍ରଭୁ ଜଗନ୍ନାଥ। ଆଚ୍ଛା, ଆପଣ ଯୋଉ କହୁଥିଲେ ଜୀବନ୍ତ ସମାଧି, ସେଇଟା ଟିକେ ଆମ ଦର୍ଶକ ମାନଙ୍କୁ କହିବେ, କ'ଣ କିପରି ସେ ଜୀବନ୍ତ ସମାଧି ନେଇଥିଲେ? ଆଜ୍ଞା ମୁଁ କ'ଣ କହିବି, ଯେତିକି ତାର ଅନୁତାପ ଆସୁଛି ମୁଁ ସେତିକି ଆପଣଙ୍କ ସାଙ୍ଗରେ କହୁଛି। ଭୁଲ ଥିଲେ ତମେ କ୍ଷମା କରିବ, ପ୍ରଭୁ କ୍ଷମା କରିବେ। ଭୁଲ ଥିଲେ ଆମେ ବି ଯେତିକି ଶୁଣିଛୁ, ଆମ ବାପା ଯେଉଁମାନେ କହିଛନ୍ତି, ସେମାନେ ଏ ଜାଗାରେ ସମାଧି ଯେତେବେଳେ ନେଲେ, ମହାପୁରୁଷ ଯେତେବେଳେ ସମାଧି ନେଲେ, ଜୀବିତ ଅବସ୍ଥାରେ ସମାଧି ନେଇଛନ୍ତି। କୋଉ ସମୟର କଥା କହିପାରିବେ? ନାଇଁ ଆଜ୍ଞା, ସେଟା ବଡ଼ କାହାଣୀ। ଠିକ୍ ଅଛି। 600 ବର୍ଷର କଥା ଆଜ୍ଞା, ଆମେ କେମିତି କହିବୁ? ହଁ ସେ 600 ବର୍ଷର ଲୋକ କ'ଣ ଆମେ? ହଁ ନାଇଁ। କିନ୍ତୁ ଆପଣ ଗୋଟେ ତା କତିରେ ଶୁଣିକିରି ଆଜ୍ଞା ଆପଣଙ୍କୁ ସେଟା କହୁଛି। ଆଉ ମୁଁ ବଡ଼ କଥା ଗପୁନି। ଜୀବତା ସମାଧି ନେଇଛନ୍ତି। ଯଦି ଆପଣ ୟାଙ୍କୁ ବିଶ୍ୱାସ କରୁଛ, ବିଶ୍ୱାସ କର, ଉଡ଼ନ ଷଷ୍ଠୀରେ ଆସ, ଆପଣ ବିଶ୍ୱାସ କରିବେ। ନାଇଁ ଅବିଶ୍ୱାସର କଥା ତ ସେମିତି ନାହିଁ। ସିଏ ତ ଆମ ପାଇଁ ନମସ୍ୟ, ଆମ ଜାତିର ନମସ୍ୟ। ଆପଣ ଯୋଉଟା ଅନୁତାପରେ କଥାଟା କହୁଛନ୍ତି, ଆପଣ ସେଇଟା ନ କଲେ କେମିତି ହେବ? ଡାଇରେକ୍ଟ ଗପି ଦେବା, ସେଟା ଠିକ୍ ନୁହଁ। ମଧୁଆ ମାଛ ଗଞ୍ଜିଆ ଆମେ ସେ ଲୋକ ନୁହଁ ଆଜ୍ଞା। ଆପଣ ଯେତିକି ସ୍ମରଣ ଆସିଲା ସେତିକି କହିବେ। ଆପଣ ତ ସେଠି ଯାଇ ଯାଇଥାନ୍ତେ, ଏଠି କାହିଁ ଆସିଲେ? ତାର ସେତିକି ପ୍ରଭୁଙ୍କ ନିର୍ଦ୍ଦେଶ। ତାର ସବୁ ଆଜ୍ଞା ଦୟା ଅଛି ଆଜ୍ଞା। ଯୋଉ ଜାଗାରେ ପହଞ୍ଚ ବହୁତ ମହତ୍ୱପୂର୍ଣ୍ଣ ଜାଗା। ଏଇ ଯଶୋବନ୍ତ ମହାପୁରୁଷ ଶେଖର ଅଛନ୍ତି, ନୀଳକଣ୍ଠ ମହା, ସୁଭଦ୍ରା ମା ଦାରୁ। ଆପଣ ଆସିଥିଲେ କହୁଥିଲେ ନା, ଦେଖିଛ, ଲୋକ ଦେଖିଛ, ସେଇ ଟାଇପ୍ର ଲୋକ ଏଠି ଦେଖିବ ଆଜ୍ଞା। କିନ୍ତୁ ଏ ଟୋଟାଲି ହେଉଛି ହରିଜନ ବସ୍ତି। ଟୋଟାଲି ମହାପୁରୁଷ ହରିଜନ ବସ୍ତି ଭିତରେ ଅଛନ୍ତି। ଶେଖର ମହାନ୍ତି ସାହି, ସେ ଘରଟା ମହାନ୍ତି ସାହି, ଏଇଟା ସ୍କୁଲ। କିନ୍ତୁ ଏଠି ହରିଜନ ସାହିରେ ମହାପୁରୁଷ ଏଠି ଅଛନ୍ତି। ବଡ଼ ବାଡ଼ିଆ କେହି ନାହାନ୍ତି। ତାଙ୍କ ଦୈନନ୍ଦିନ ନୀତିକାନ୍ତି ସବୁ ହେଉଛି କେବଳ ନନାଙ୍କର ପାଇଁ। ଏପର୍ଯ୍ୟନ୍ତ ଟ୍ରଷ୍ଟି ବୋର୍ଡକୁ ଏପର୍ଯ୍ୟନ୍ତ ଯାହିନି, ଗଭର୍ଣ୍ଣମେଣ୍ଟକୁ ଯାହିନି। ଯୋଉଟା ବଡ଼ ବାବା କରିଛନ୍ତି। ଏଇ ପରିଚାଳନା କିଏ କରୁଛନ୍ତି ଏ ପୀଠର? ଗାଁ ଗ୍ରାମବାସୀ ପରିଚାଳନା ବୁଝାବୁଝି କରୁଛନ୍ତି। ଆପଣ ନିଜକୁ ମହାପୁରୁଷ ଯଶୋବନ୍ତଙ୍କୁ ସମର୍ପଣ କରିଦେଇଛନ୍ତି, ତାଙ୍କର ଚରଣାଶ୍ରିତ ହୋଇଛନ୍ତି। ଚରଣାରେ ମୁଁ ବଢ଼ି ଚାଲିଛି। ତାପରେ ମହାପୁରୁଷ ମା ହରଚଣ୍ଡୀକି ଆଣିଛନ୍ତି। ମହାପୁରୁଷ ଆଗରେ ଅଛନ୍ତି ମା ହରଚଣ୍ଡୀ, ଯାହାକୁ ମା ପୁରୀରୁ ଶ୍ରୀକ୍ଷେତ୍ରରୁ ଆଣିଛନ୍ତି। ଯଶୋବନ୍ତ ଗୋସାଇଁ ଆଣିଛନ୍ତି ଗ୍ରାମ ଦେବତୀ। ମୁଁ ସେଇ ତାଙ୍କରି ନାମରେ, ସେ ରାମଜନ ସାହିରେ, ମୁଁ ହରିଜନ ସାହିରେ ଗୋଟେ ବଡ଼ ଓସ୍ତ ବୃକ୍ଷରେ ପାଣି ଟୋକାଇ ଦେଇ, ଫୁଲ ପାଣିଟେ ଦେଇ ମାଗେ, କ'ଣ ଆଜ୍ଞା, ଗୋଡ଼ ହାତରେ ବଳ ଥାଉ, 2 ପଇସା ରୋଜଗାର କରି ସଂସାର ଚଳାଉଥାଏ। ମା ତମ ସଂସାର ଚଳାଉଥାଏ। ସେଇଥିପାଇଁ ଆଜ୍ଞା ମୁଁ ଏପଟେ ଚାଲିଛି। କାହାରି କଥାରେ ଭଲରେ ମନ୍ଦରେ ମୁଁ ନାହିଁ। ନିଜକୁ ସମର୍ପଣ କରିଦେଇଛନ୍ତି ଯଶୋବନ୍ତଙ୍କ ପାଖରେ। ପଡ଼ିଲେ ମଲେ ତୋରି କତିରେ, ସବୁ କିଛି ମଲେ, ଦୁଃଖ ସୁଖ ସବୁ ତାଙ୍କର। ତାଙ୍କୁ ଜଣେଇଛି। ଆଚ୍ଛା, ହରଚଣ୍ଡୀ ମା ହରଚଣ୍ଡୀଙ୍କ ସହିତ ଏଇ ପୀଠର କ'ଣ ସମ୍ପର୍କ ରହିଛି? ପ୍ରଭୁ ଆଣିଛନ୍ତି। ମହାପୁରୁଷ ଯେତେବେଳେ ଯଶୋବନ୍ତ ମହାପୁରୁଷ ଯାଇଥିଲେ ପୁରୀ ଆଜ୍ଞା ଶ୍ରୀକ୍ଷେତ୍ର, ଭୁଲ ଥିଲେ ଆଜ୍ଞା କ୍ଷମା କରିବେ। ନାଇଁ ଆମେ ତ ଭୁଲ ଠିକ କ୍ଷମା, ସେମିତିଆ ବିଜ୍ଞ ଲୋକ ନୁହେଁ। ଦର୍ଶକ ମାନେ ଦେଖିବେ, ସେମାନେ ଜାଣିବେ କ'ଣ କହିବେ। ଯାଇଥିଲେ ପୁରୀ, ଯାଇଥିଲେ ଶ୍ରୀକ୍ଷେତ୍ର ବୁଲିବାକୁ। କିନ୍ତୁ ଆମର ଆହା ମହାପୁରୁଷଙ୍କ ପୀଠରେ କେହି ନଥିଲେ ଗ୍ରାମ ଦେବତୀ। ଆମେ ଯେତିକି ଶୁଣୁଛୁ, ଯେତିକି ଗୋଟେ ସ୍ମରଣ ଆସୁଛି, ଏଇ ଜାଗାରେ ଗ୍ରାମ ଦେବତୀ କେହି ନଥିଲେ। ଏରିଆ ଭିତରେ ଗ୍ରାମ ଦେବତୀ କୋଉ ନଥିଲେ। ସେଠି ଗ୍ରାମ ଦେବତୀ ପୁରୀ ଗଲେ ଶ୍ରୀକ୍ଷେତ୍ରକୁ ଜଗନ୍ନାଥଙ୍କୁ ଜଣେଇଲେ, ପ୍ରଭୁ ଆଉ ମତେ ଗୋଟେ ଗ୍ରାମ ଦେବତୀ ଦିଅନ୍ତୁ। ମୋ ଏରିଆରେ ଗ୍ରାମ ଦେବତୀ ନାହାନ୍ତି। ଯଶୋବନ୍ତଙ୍କୁ କହିଲେ, ଜଗନ୍ନାଥ କହିଲେ, ତମେ ଚାହ, ତମେ ଯାହିଁ, ତମେ ଯୋଉ ଠାକୁରାଣୀ ମଙ୍ଗଳା ଅଛନ୍ତି, ବିମଳା ଅଛନ୍ତି, ଦେବେ ଦେବୀ ଅଛନ୍ତି ଆଜ୍ଞା, ତାଙ୍କ ଯାହାକୁ ତମେ ଚାହିଁବ ତାଙ୍କୁ ନେଇପାରିବ। ମହାପୁରୁଷ ସବୁ ଗଲେ, ବୁଲି ବୁଲି ଦେଖିଲେ, ଯାଇ ବାଲି ହରଚଣ୍ଡୀ କତିରେ ପହଞ୍ଚିଲେ। ବାଲି ହରଚଣ୍ଡୀକି ଯାଇ ଦର୍ଶନ କରିଲେ। ସେଠୁ ମାଆଙ୍କୁ କହିଲେ ମୁଁ ନେବା ପାଇଁ। ମା ମନା କଲେ, କହିଲେ ତୁ ଯା, ମୁଁ ତ ଆଗରେ ବାହାରିବି, ତୁ ଯା, ମୁଁ କାହା ସାଙ୍ଗରେ ଯିବି ନାହିଁ। ସେଇଥିପାଇଁ ପ୍ରଭୁ ପଳେଇ ଆସିଲେ। ପ୍ରଭୁ ପଳେଇ ଆସି ଏଠି ତାଙ୍କର ରହି ହେଲାକୁ, ଏଠୁ ଆଗରେ ଏ ଗାଁର ଲାଷ୍ଟ ମୁଣ୍ଡରେ ତାଙ୍କର ସେଠି ବାହାରିଛନ୍ତି। ତାଙ୍କ ଆସ୍ଥାନ ଯାହା, ତାଙ୍କ ଆସ୍ଥାନ ସେଇଆ। ଆଚ୍ଛା ଘନଶ୍ୟାମ ଆଜ୍ଞା, ଆମେ ଗୋଟେ କଥା ଶୁଣିଛୁ, ସେ ଗୋଟେ ଖଣ୍ଡିଆ କାନ୍ଥ କ'ଣ ଚାଲେ, ସେ କ'ଣ କୋଶଳା ବୁଣି ଦେଲେ ସାଙ୍ଗେ ସାଙ୍ଗେ, ଲେଉଟିଆ ବୁଣି ଦେଲେ ସାଙ୍ଗେ ସାଙ୍ଗେ ଗଛ ହେଇଗଲା। ତାଙ୍କ ମା ତାଙ୍କୁ ଶାଗ କାଟିକି ଖାଇବାକୁ ଦେଲେ। ଏମିତି ଗୋଟେ କିଛି କିମ୍ବଦନ୍ତୀ ରହିଛି କି? କ'ଣ ସେ କିମ୍ବଦନ୍ତୀ ବିଷୟରେ ଟିକେ କହିଲେ। ଯୋଉ ଖଣ୍ଡିଆ କାନ୍ଥ ଥିଲା, ଯଶୋବନ୍ତ ମହାପୁରୁଷ, ଖଣ୍ଡିଆ କାନ୍ଥ ଏବେ ନାହିଁ ଆଉ? ନାଇଁ, ଥିଲା ଏଠି ଚାକୁଣ୍ଡା ଗଛ ଥିଲା, ସେ ଥିଲା, ଆମେ ଯେତିକି ଦେଖିବା କାନ୍ଥ, ଖଣ୍ଡିଆ କାନ୍ଥ ଥିଲା। ସେ ସେଇଠି ବସି ଦାନ୍ତ ଘଷୁଥିଲେ। ଆପଣ ଦେଖିଛନ୍ତି ସେ ଖଣ୍ଡିଆ କାନ୍ଥ? ଖଣ୍ଡିଆ କାନ୍ଥ ହଁ, ଏବେ 15 ବର୍ଷ କଥା। ସେ ଖଣ୍ଡିଆ କାନ୍ଥରେ ବସି ଦାନ୍ତ ଘଷୁଥିଲେ। ମା କହିଲେ, ମା ତୁ ହାତ ଖଣ୍ଡା ଇଏ କର, ମୁଁ ଖାଇ ଦେଇକି ଯିବି, ଅଚ୍ୟୁତ ଆସୁଛି, ତା ସାଙ୍ଗରେ ଭେଟା ଭେଟି ମୁଁ ହେବି। ନା ରେ, ତୁ ଭେଟା ଭେଟି କରୁ, ନଗିଆ ତ କିଛି ନାହିଁ।
ନା ହଉଛି ମୁଁ ନେଉଟିଆ ବୁଣି ଦଉଛି, ନେଉଟିଆ ବୁଣି ପାଣି ଛିଞ୍ଚି ଦେଲେ, ନେଉଟିଆ ବୁଣି ଦେଇ ପାଣି ଛିଞ୍ଚି ଦାନ୍ତ ଘଷିଲେ, ଦାନ୍ତ ଘଷି ସାରି ଦାନ୍ତ ଘଷିକି ଗଲା ବେଳକୁ ଶାଗ ହେଇଗଲା। ମା ସେଠୁ କାଟିକିରି ତାକୁ ସେଠୁ ଭାଜିଲେ, ସେଠୁ ଖାଇଲେ ପିଇଲେ। ମାନେ ସିଏ ଯେତେବେଳେ ବାଘରେ ଆସୁଛି, ୟାର ତ ବାହନ କିଛି ନାହିଁ ନା ଘର। ବାଘରେ ଯଶୋବନ୍ତ ଅଚ୍ୟୁତ ଆସୁଛନ୍ତି, ବାଘରେ। ନେମାଳରୁ ଆସୁଛନ୍ତି, ହଁ ନେମାଳରୁ ଆସୁଛନ୍ତି। ଅଚ୍ୟୁତ ନେମାଳରୁ ଆସିଲେ ଇଏ ଯିବ କୋଉଥିରେ? ବସିଲା ସେ ଖଣ୍ଡିଆ କାନ୍ଥ ଉପରେ, ଚାଲ। ଖଣ୍ଡିଆ କାନ୍ଥ ଉଡ଼ିକି ଚାଲିଲା। ସିଏ ଆସି ପହଞ୍ଚି ପାରିନାହିଁ, ଇଏ ବି ଭାଇ ପହଞ୍ଚିଗଲା। ସାଡୁ ସିଏ ଯେତେବେଳେ ଆସି ପହଞ୍ଚିଲେ, ନେଉଟିଆ କଣ ଆପଣ ଜାଣିଛନ୍ତି, ବହୁତ ଉଣ୍ଡୁଛନ୍ତି ଆଜ୍ଞା। ନେଉଟିଆ କଣ ବୋଲି ଗୋଟେ ଅଛି ହେଲା, ସେଠି ଦି ଭାଇ ଅଛନ୍ତି। ନେଉଟିଆ କଣରୁ ଇଏ ଯାଇ ସେଠି ପହଞ୍ଚିଲେ, ସିଏ ସାଡେ ସେଇଠି ଗୋଟେ ବେଚଲା, କିନ୍ତୁ ଏପର୍ଯ୍ୟନ୍ତ ସିଏ ପହଞ୍ଚି ପାରିଲାନି। ସେ ବାଘରେ ଆସି ପହଞ୍ଚି ପାରିଲାନି, ଇଏ ଖଣ୍ଡିଆ କାନ୍ଥ ଯାଇ ଆଗେ ସେଠି ପହଞ୍ଚିଗଲା। ଖଣ୍ଡିଆ କାନ୍ଥ ସେ ନେଉଟିଆ କଣ ବୋଲି ସେଇ ଜାଗାରେ ପହଞ୍ଚିଲେ। ଦି ଭାଇ ଯାଉଛୁ କଥାବାର୍ତ୍ତା ହେଲେ, ସେ ବାଟରେ ସିଏ ଗଲେ, ଏ ବାଟରେ ଇଏ ଗଲେ। ମାନେ ତାଙ୍କ ଗନ୍ତବ୍ୟ ସ୍ଥଳ ଥିଲା ନେଉଟିଆ। କଣରେ ପହଞ୍ଚିଥିଲେ। ସେ ଜାଗାଟା କୋଉଠି? ସେଟା ରଘୁନାଥପୁର। ଓହୋ, ରଘୁନାଥପୁର ନା। ରଘୁନାଥପୁର ନେଉଟିଆ କଣ। ଅଚ୍ୟୁତାନନ୍ଦ ନେମାଳରୁ ଆସିଲେ, ସିଏ ନେମାଳରୁ ସାଡୁ ଆସିଲେ, ଇଏ ଏଇଠୁ ଗଲେ, ଅଡଙ୍ଗଗଡରୁ ଗଲେ, ଅଡଙ୍ଗଗଡରୁ ସେମାନେ ଗଲେ। ସିଏ ଆସିଛି ସିଏ ବାଘରେ, ଇଏ ଗଲେ ଖଣ୍ଡିଆ କାନ୍ଥରେ। ଭେଟା ଭେଟି ସେଇଠି, ଭେଟା ଭେଟି ସେଇ ନଈ କୂଳରେ ହେଇଗଲେ। ସେଇଟା ହଉଛି ନେଉଟିଆ କଣ। ନେଉଟିଆ କଣ ଆଜ୍ଞା, ସେଇ ଜାଗାରେ ଭେଟା ଭେଟି ହେଇଗଲେ। ଜଗନ୍ନାଥ ବଳରାମ ଦି ଜଣ ଯାକ ମଧ୍ୟ ବସି ସେଠି ମଧ୍ୟ ପୂଜା ପାଉଛନ୍ତି ସେଇ ନଦୀ କୂଳରେ। ଆଜ୍ଞା, ଯଶୋବନ୍ତ ମହାପୁରୁଷ ବାହା ହେଇଛନ୍ତି ସେଇ ରାଜାଙ୍କର ଝିଅକୁ। ଅଚ୍ୟୁତ ବି ବାହା ହେଇଛନ୍ତି ରାଜାଙ୍କର ଝିଅକୁ। ସେ ବହୁତ କିଳ ନୀଳା ଆଜ୍ଞା, ବହୁତ କହନ୍ତି ଧାନ ଚୋରି କରୁଥିଲେ। ଯଶୋବନ୍ତ ମହାପୁରୁଷ ଧାନ ଚୋରି କରୁଥିଲେ। କଣ ପାଇଁ ଚୋରି କରୁଥିଲେ? ସେସବୁ ବିଷୟକୁ ଆମେ ଯିବାନି, ତାଙ୍କର ଭଲ ଗୁଣ କଣ ଅଛି ସେଇଟା ଆମେ ଦେଖିବା। ଆଜ୍ଞା କଣ ବୁଝିଲା, ସେ ତ ଖୋଲିବ ନା ବାହାରିବ କୋଉଠୁ? କଥାରେ କିଛି ଆଳୁ ଖୋଲିଲେ ସିନା ବାହାରିବ। ଯଶୋବନ୍ତ ମହାପୁରୁଷ ଲୋକଙ୍କ ସାଙ୍ଗରେ ଧାନ ଚୋରି କରିବା ଲୋକ ଡାକିଲେ, ତାଙ୍କ ସାଙ୍ଗରେ ଗଲେ ଧାନ ଚୋରି କରିବାକୁ। ଧାନ ଚୋରି ଯିଏ ଚୋର କଣ କରନ୍ତି, ଭୁସ୍ 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 କାଟି ଯାଆନ୍ତି। କିନ୍ତୁ ଯଶୋବନ୍ତ ମହାପୁରୁଷ ଯୋଉ ଗଛଟା ଦେନ୍ତି, ସେଥିରେ ହରିନାମ ଶୁଭୁଛି ହେଲା। ସିଏ ବି କାଟି ପାରୁନାହାନ୍ତି, ହରିନାମ ଶୁଣୁଛି। ସେଠୁ ସିଏ ଯେତେବେଳେ ଦେଖିଲେ କିଏ କରି ଚୋର ଆଇଲେ, ମାନେ ରାଜାଙ୍କ ଅମଳ ସହିତ ଥିଲେ ବହୁତ ନା, ଚୋର ପଶିଲେ ଦୌଡ଼ା ଦୌଡ଼ି ଆସି ଗଲା ବେଳକୁ ସମସ୍ତେ ପଳେଇଲେ, ପ୍ରଭୁ ହାବୁଡ଼େ ପଡ଼ିଗଲେ। ରାଜା ତ ଅବୁଝା, ବହେ ଆଣିକିରି ତାଙ୍କୁ ଭିତରେ ପୁରେଇ ଦେଲା। ଭିତରେ ପୁରେଇଲେ ପ୍ରଭୁଙ୍କ ଆଦେଶ ହେଲା, ତୁ କାହାକୁ ପୁରେଇଛୁ ରେ ଭିତରେ, ଜାଣିପାରୁଛୁ? ସେଠୁ ରାଜା ନମ ନମ ହେଇକିରି କହିଲେ। ଜଗନ୍ନାଥଙ୍କର ଆଦେଶ ହେଲା। ଜଗନ୍ନାଥଙ୍କର ଆଦେଶ ହେଲା। ଜଗନ୍ନାଥ ଆଦେଶ ହେଲା, ରାଜା କହିଲେ ମାନେ ବିଲ ତମର ନା। ସେତେବେଳେ ରାଜାଗଡ଼, ଆମର ଏଇଟା ରାଜଗଡ଼ ଆଜ୍ଞା। ହଁ, ଏଇଟା ଗଡ଼ ଅଛି, ମୁଁ ଜାଣିଛି। ଅଡଙ୍ଗଗଡ଼, ରାଜଗଡ଼ର ନିୟମ ଅନ୍ୟ ପ୍ରକାର କଣ ଥିଲା, ବହୁତ ଥିଲା। ସେତେବେଳେ ଯିଏ ଚୋରି କରୁଥିଲା, କି ଦଣ୍ଡ ତତ୍କ୍ଷଣାତ ଦଣ୍ଡ ତାକୁ ଦିଆଯାଉଛି, ଶାସ୍ତି ଦଣ୍ଡ ତତ୍କ୍ଷଣାତ। ଶାସ୍ତି ଦଣ୍ଡ ବୋଲି କଣ ଦଣ୍ଡ ଜାଣିଛନ୍ତି ଆଜ୍ଞା? ସେଟା ଆମର କଣ୍ଟା, ଅଢଙ୍ଗଗଡ଼ କଣ୍ଟା ବାଇଶି ରେକର୍ଡ। ଯାଆନ୍ତୁ ଆଜ୍ଞା, ତା ପରିଚୟ ଦେଖିବେ ଆଜ୍ଞା। ସେ କଣ କରେ, ସେ ଅଗରାକୁ ଓଳେଇ ଦେବେ। ଅଗରାକୁ ଓଳେଇ ଦେବେ। ଆଗେ ତ ବାଳ ରଖୁଥିଲେ ନା, ହିପି ରଖୁନଥିଲେ, ଆଗେ ବାଳ ରଖୁନଥିଲେ। ସିଏ କଣ କରିବେ, ସେ ଯୋଉ ଅଗରାଟା ଓଳେଇ ଦେବେ, ଅଗରାଟା ଓଳେଇ ଦେଇ ତା ଚୁଟିଟାକୁ ଧରି ବାନ୍ଧିଦେବେ। ରାଜାଙ୍କ ନିୟମ ସେଟା। ଅଗରା ଛାଡ଼ିଦେବେ। ଖୁପୁରୀ ବାନ୍ଧିବ ଅଗରାରେ, ସେ ଶବ ପଡ଼ିଥିବ କୋଉଠି ଆଜ୍ଞା। ଯାହା ହଉ, ମହାପୁରୁଷଙ୍କ କଥା କହି ଆପଣ ଭାବ ବିହ୍ୱଳ ହୋଇଗଲେ। ମୁଁ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରୁଛି ଏହି ପୀଠର ଦର୍ଶନ ଲାଭ କରି, ମହାପୁରୁଷ ଯଶୋବନ୍ତଙ୍କର ସାନ୍ନିଧ୍ୟ ଲାଭ କରି, କୃପା ଲାଭ କରି। ସମସ୍ତଙ୍କୁ ମହାପୁରୁଷ ଯଶୋବନ୍ତ ଭଲରେ ରଖିଥାନ୍ତୁ, ଏତିକି କାମନା କରୁଛି। ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ଆପଣ ଭଲରେ ଥାନ୍ତୁ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।